ନମସ୍କାର ବନ୍ଧୁଗଣ। ଭତ୍ତା ଟଙ୍କାକୁ ଅପେକ୍ଷା କରିଥିବା ସମସ୍ତ ହିତାଧିକାରୀ ପାଇଁ ଆଜିର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ମାସିକ ଭତ୍ତା ଟଙ୍କା ନିଜ ଆକାଉଣ୍ଟରେ ଆସିଛି କି ନାହିଁ ତାହା ଜାଣିବା ପାଇଁ ହିତାଧିକାରୀମାନେ ନିଜ ବ୍ୟାଙ୍କ ଆକାଉଣ୍ଟ, ପାସବୁକ୍ କିମ୍ବା ସମ୍ପୃକ୍ତ ପେମେଣ୍ଟ ଷ୍ଟାଟସ୍ ଯାଞ୍ଚ କରିପାରିବେ। ଭତ୍ତା ଟଙ୍କା ପାଇଁ ଅନେକ ହିତାଧିକାରୀ ପ୍ରତି ମାସ ଅପେକ୍ଷା କରିଛନ୍ତି। ଟଙ୍କା ଜମା ହେବାର ସମୟ ସମସ୍ତଙ୍କ ପାଇଁ ସମାନ ହୋଇନପାରେ। ପେମେଣ୍ଟ ପ୍ରକ୍ରିୟାରେ ବ୍ୟାଙ୍କର କାର୍ଯ୍ୟପ୍ରଣାଳୀ ଏବଂ ଆକାଉଣ୍ଟ ସମ୍ବନ୍ଧୀୟ ଯାଞ୍ଚ ଅନୁସାରେ ଟଙ୍କା ଜମା କରିବା ହେବାର କିଛି ସମୟ ଲାଗିପାରେ। ଯେଉଁ ହିତାଧିକାରୀମାନେ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ଆସିନାହିଁ ସେମାନେ ନିଜ ପାସବୁକ୍ ଅପଡେଟ୍ କରି ଦେଖନ୍ତୁ। ଏହା ସହିତ ବ୍ୟାଙ୍କ ମେସେଜ ଆସିଛି କି ନାହିଁ ମଧ୍ୟ ଯାଞ୍ଚ କରନ୍ତୁ। କେବଳ ଅନ୍ୟମାନଙ୍କ କଥା ଶୁଣି ନିଜ ଟଙ୍କା ଆସିନାହିଁ ବୋଲି ଧରି ନିଅନ୍ତୁ ନାହିଁ। ଭତ୍ତା ପେମେଣ୍ଟ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ହିତାଧିକାରୀ ମାନେ ନିଜ ଅଞ୍ଚଳର ସମ୍ପୃକ୍ତ କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ ସ୍ତରର କର୍ମଚାରୀମାନେ ସହିତ ଯୋଗାଯୋଗ କରିପାରିବେ। ନିଜ ନାମ ତାଲିକାରେ ଅଛି କି ନାହିଁ ଏବଂ ପେମେଣ୍ଟର ସ୍ଥିତି କ'ଣ ରହିଛି ସେଥିପାଇଁ ଅଧିକ ସୂଚନା ନେବା ଭଲ। ଆକାଉଣ୍ଟକୁ ଟଙ୍କା ନ ଆସିବାର କାରଣ ଅନେକ ସମସ୍ୟା ହୋଇପାରେ। ବ୍ୟାଙ୍କ ଆକାଉଣ୍ଟର କୌଣସି ସମସ୍ୟା, ତଥ୍ୟର ଅସଙ୍ଗତି କିମ୍ବା ପେମେଣ୍ଟ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ। ତେଣୁ ହିତାଧିକାରୀମାନେ ନିଜ ଆକାଉଣ୍ଟ ଓ ଆବଶ୍ୟକ ତଥ୍ୟ ଠିକ୍ ଅଛି କି ନାହିଁ ସମୟରେ ଯାଞ୍ଚ କରିବା ଉଚିତ। ଯେଉଁମାନେ ନିୟମିତ ଭାବେ ଭତ୍ତା ପାଉଛନ୍ତି ସେମାନେ ପ୍ରତି ମାସ ନିଜ ଆକାଉଣ୍ଟର ଲେନଦେନ ଯାଞ୍ଚ କରନ୍ତୁ। ପାସବୁକ୍, ବ୍ୟାଙ୍କ ମୋବାଇଲ ମେସେଜ କିମ୍ବା ବ୍ୟାଙ୍କିଂ ସୁବିଧା ମାଧ୍ୟମରେ ଟଙ୍କା ଜମା ହୋଇଛି କି ନାହିଁ ଜାଣିହେବ। ଏହାଦ୍ୱାରା ଅନାବଶ୍ୟକ ଚିନ୍ତା ମଧ୍ୟ କମିପାରେ। ଭତ୍ତା ଟଙ୍କାକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଖବର ଦେଖିବାକୁ ମିଳୁଛି, କିନ୍ତୁ ପ୍ରତ୍ୟେକ ଖବର ସତ୍ୟ ହୋଇନଥାଏ। ତେଣୁ ଟଙ୍କା କେବେ ଆସିବ, କେବେ ଟଙ୍କା ଆସିବ କିମ୍ବା କାହାକୁ ମିଳିବ ଭଳି ସୂଚନା ପାଇଁ କେବଳ ଅଧିକୃତ ଘୋଷଣାକୁ ଭରସା କରନ୍ତୁ। ଯଦି କୌଣସି ହିତାଧିକାରୀମାନେ ଭତ୍ତା ଟଙ୍କା ଦୀର୍ଘ ସମୟ ଧରି ଆସୁନାହିଁ ତେବେ ସମ୍ପୃକ୍ତ କାର୍ଯ୍ୟାଳୟରେ ନିଜ ସମସ୍ୟା ଜଣାଇପାରିବେ। ନିଜ ନାମ, ଆବେଦନ ସମ୍ବନ୍ଧୀୟ ତଥ୍ୟ ଏବଂ ବ୍ୟାଙ୍କ ତଥ୍ୟ ଠିକ୍ ଭାବେ ଦେଇ ଅଭିଯୋଗ କଲେ ସମସ୍ୟାର କାରଣ ଜାଣିବାରେ ସହାୟତା ମିଳିପାରେ।